କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ବିଷୟରେ ଆଜିର ଭିଡିଓରେ ଜାଣିବା। 1077ରୁ 1147 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରୁଥିବା ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ଓଡ଼ିଶାର ଇତିହାସର ଏକ ବିରାଟ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠିତ। ପୂର୍ବ ଗଙ୍ଗ ରାଜବଂଶର ଜଣେ ରାଜା ଭାବରେ ତାଙ୍କର 7 ଦଶନ୍ଧି ଧରି ଚାଲିଥିବା ଉଲ୍ଲେଖନୀୟ ଦୀର୍ଘ ଶାସନ ରାଜନୈତିକ ଏକୀକରଣ, ସାଂସ୍କୃତିକ ପ୍ରସ୍ଫୁଟିତତା ଏବଂ ସ୍ଥାପତ୍ୟ ଆଶ୍ଚର୍ଯ୍ୟର ଏକ ସୁବର୍ଣ୍ଣ ଯୁଗକୁ ଚିହ୍ନିତ କରିଥିଲା। ତାଙ୍କୁ ପୂର୍ବ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶାସକ ଭାବରେ ବିବେଚନା କରାଯାଏ। ସେ କଳିଙ୍ଗ ଏବଂ ଉତ୍କଳର ବିବିଧ ଅଞ୍ଚଳକୁ ଏକକ ବିଶାଳ ସାମ୍ରାଜ୍ୟରେ ଏକୀକୃତ କରିଥିଲେ, ଯାହା ଉତ୍ତରରେ ଗଙ୍ଗା ନଦୀରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଚୋଡ଼ଗଙ୍ଗ ଦେବଙ୍କ ସାମରିକ ପରାକ୍ରମ ଅସାଧାରଣ ଥିଲା। ସେ ଚୋଲ ଏବଂ ସେନା ସମେତ ଶକ୍ତିଶାଳୀ ସମସାମୟିକ ରାଜବଂଶ ବିରୁଦ୍ଧରେ ସଫଳତାର ସହିତ ଅଭିଯାନ କରିଥିଲେ। ଏହି ପ୍ରାଦେଶିକ ବିସ୍ତାର ଓଡ଼ିଶାରେ ପରବର୍ତ୍ତୀ ଶକ୍ତିଶାଳୀ ଗଜପତି ଶାସନ ପାଇଁ ମୂଳଦୁଆ ପକାଇଥିଲା। ସାମରିକ ବିଜୟ ବ୍ୟତୀତ ସେ ଜଣେ ଚତୁର ପ୍ରଶାସକ ଥିଲେ ଏବଂ ସୁଚିନ୍ତିତ ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ, ଯାହା ଶତାବ୍ଦୀ ଧରି ସ୍ଥାୟୀ ଥିଲା। ତାଙ୍କ ବିଶାଳ ରାଜ୍ୟରେ ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିଥିଲା। ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଐତିହ୍ୟ, କଳା ଏବଂ ସ୍ଥାପତ୍ୟ ପ୍ରତି ତାଙ୍କର ଗଭୀର ପୃଷ୍ଠପୋଷକତା ରହିଥିଲା। ପୁରୀରେ ମହାନ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ କରିବାରେ ତାଙ୍କୁ ସବୁଠାରୁ ପ୍ରସିଦ୍ଧ ଶ୍ରେୟ ଦିଆଯାଇଛି, ଯାହା କଳିଙ୍ଗ ସ୍ଥାପତ୍ୟର ଏକ ଉତ୍କୃଷ୍ଟ କୃତି, ଯାହା ହିନ୍ଦୁ ବିଶ୍ୱାସର ଏକ ସ୍ପନ୍ଦନଶୀଳ କେନ୍ଦ୍ର ଭାବରେ ଅଦ୍ୟାବଧି ରହିଛି। ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ ଏକ ପରିବର୍ତ୍ତନକାରୀ ସମୟ ଥିଲା, ଯାହା ଓଡ଼ିଶାର ସ୍ୱତନ୍ତ୍ର ସାଂସ୍କୃତିକ ଏବଂ ଭାଷାଗତ ପରିଚୟକୁ ଆକାର ଦେଇଥିଲା ଏବଂ ପରବର୍ତ୍ତୀ ସାମ୍ରାଜ୍ୟ ଗୌରବର ମୂଳଦୁଆ ସ୍ଥାପନ କରିଥିଲା। ଅଞ୍ଚଳଗୁଡ଼ିକୁ ଏକତ୍ର କରିବା ଏବଂ ସ୍ଥାପତ୍ୟ ଐକ୍ୟକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଭାରତର ମହାନ ଐତିହାସିକ ଶାସକମାନଙ୍କ ମଧ୍ୟରୁ ଜଣେ ଭାବରେ ତାଙ୍କ ସ୍ଥାନକୁ ଦୃଢ଼ ଭାବରେ ସୁଦୃଢ଼ କରିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।